से आपको शिवंकर जो श्रावण मासर कथा सुंदर भाव से अवतारण करेंगे तेणु अनुरोध करुच्ची। जय शिव शंकर, जय शिव शंकर, जय सिद्धेश्वर महादेव की जय। Paku paku paku. Paku paku sudah. Paku. महान नाटक शंकर भगवान सबू जाक गोटे शोके अच्छे योग ज्ञान समस्त से जोग शंकर भगवान का समस्त छया शक्ति कारण योग ज्ञान एकदम तम गुण रागी रागी निकट राजी ना प्रलय ना सृष्टि स्थिति प्रलय करता होती शंकर भगवान तेणु तमगुण तम क्रोध तमगुण विध्वस्त दक्ष राजा जे शशुर शशुर को लाइले चापुड़े मुंडा छिगला छेली मुंडा लगे छागल मुंड जानती योग ज्ञान विध्वस्त दक्ष ईश्वर भक्त गोटे सुंदर कथा शंकर भगवान जो भक्त लेपन करती पचारे कौन अभाव भक्त लेपन कर भक्त लेपन कर कारण तक ना कहते आज्ञा जिते बड़े जीवा जाए राम नाम सत्य हरि नाम सत्य कही जिते सब मुझे जाती संतान गाय करते शंकर भगवान चले राम को कोई से जो भक्त मान भक्त प्रभु अच्छा से भक्त मत समाज बहुत केते राम भक्त पहला राम कथा योग ज्ञान समस्त तम गुणाधर विध्वस्त दक्षा ईश्वर भक्त भुजंगम धर भक्तानुकंपा भुजंग से सर्प सर्प आवरण से सर्प ना कौन सुंदर कथा जो सर्प की शंकर भगवान का पक्ष अच्छी सर्प ना जो विषम जे गढ़ी परवर्ती समय कहला भुजंग भक्तानुकंपा भक्त मानकर कंपा भक्त कहते सदा विश्वास रूपिणी आपको तुलसी दास लिखी यही शब्दी लिखी कैला रघुवंश कदारे रघुवंश रामायण तापर आपको हनुमानी महानाथ प्रमाण देते विभिन्न प्रकार कविता भिन्न पहला चक्कर जो राम कथा कहले और शंकर ले अगर स्त्री पुरुष है भगवत कहती ना कि पुरुष एक गोविंद तू अजित तिलक गोविंद 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 गोविंद
ପାର୍ବତୀଙ୍କର ଅର୍ଧେ ପୁରୁଷାଙ୍ଗ ଅର୍ଧେ ନାରୀ ଅଙ୍ଗ ଇଏ କହିଲେ ତେଣୁ ଅର୍ଧେ ନାରୀ ଅର୍ଧେ ପୁରୁଷ। ଆଜି ବାବା କହିছে କ'ଣ ଆଜି ଏଇ ସନ୍ତ ଭଗବାନ କହିছে ଶ୍ରାବଣ ମାସରେ ଏ ଯେଉଁ ବୋଲବମ୍ ବିଷୟରେ କିଛି ଆଲୋଚନା କରିବା ଯାହା କହିଛି ସତୀବ ଶିବ ବିବାହ ଆଜି ରହିବ। ରାମାୟଣକୁ ବାବା ଆମର ବହୁତ ଭଲ ପାଆନ୍ତି ପ୍ରବର୍ତ୍ତ ଯାହା ହଉ ନିଶ୍ଚିତ ଭାବରେ ରାମ କହିଲେ ରାମ କିଏ କଥା ବି କହିଲା ବ୍ୟାସଦେବ ବି କିଏ ଭାଗବତ କଥା କହୁଛେ ଆମେ ବୁଝୁନା ଟିକେ ଜାଣିନା ଆମେ ଜାଣିନା ତାହେଲେ ବହି ଆଜ୍ଞା 22 ଅବତାର ଭିତରେ ବ୍ୟାସଦେବ ଅଛନ୍ତି। ସନକ ସନକ ସନାତନ ହଂସ ଦତ୍ତାତ୍ରେୟ ହୟଗ୍ରୀବ ବୃଷଭ ବେଦବ୍ୟାସ ବେଦବ୍ୟାସ 4 ନମ୍ବର ରହିଲା ଦେଖନ୍ତୁ ବେଦବ୍ୟାସର ନାଁ ଅଛି ଆମର କୃଷ୍ଣ ନିତାୟନ ତାର ବି ବହୁତ ଅର୍ଥ ଅଛି। ବ୍ୟାସ ତାପରେ କପିଳ ମୋହିନୀ ନାରଦ ମତ୍ସ୍ୟ କଶ୍ୟପ ବରାହ ବାମନ ନରସିଂହ ପରଶୁରାମ ରାମ ବଳରାମ ରାମ ପାଇଁ ତ କୃଷ୍ଣ ଭଗବାନ ବଳରାମ ଗାଦିଆରେ ବହୁତ ସଂସ୍କାର হ্যাঁ বৌদ্ধ কলকি কলকি অবতারে প্রভু এই নাহাନ୍ତି কলকি বলতে প্রলয় 21 অবতার ହେଇଥିଲେ 84 অবতার ଅଛି ଯେମିତି ଜଗନ୍ନାଥ ସଂସାର ପ୍ରକୃତ ନାଁ ହେଉଛି ଅରିଜିନାଲ ନାଁ 8 ତାକୁ ଆଗ 82 ନାଁ ବି ପ୍ରବଚକ ମାନେ କହିଲେ ଆମର ବାବା ସେ ପ୍ରତ୍ୟେକ ବାବା ତ ବହୁତ ଅଡ଼ା ଜାଣିନାହାନ୍ତି ସେମାନେ ବିଭିନ୍ନ ପ୍ରକାର ବାବା ବର୍ତ୍ତମାନ ଯେଉଁ କହିଲେ ତାଙ୍କର ଅଡ଼ା ତ୍ୟାଗ କୃଷି ବର୍ତ୍ତମାନ ଆଲୋଚନା କଲେ ତେଣୁ ସେ ଜ୍ଞାନୀମାନଙ୍କ ନିକଟରେ ମଧ୍ୟ ମୁଁ ପ୍ରଣାମ କରୁଛି ବାବା ମୋତେ ଖୁବ ସୁନ୍ଦର ଭାବରେ କହିଛନ୍ତି। ଆଉ ଆମର ଏଇ ଯେଉଁ ପ୍ରଥମ ବାବା କହିছে ଗୋଟେ ମଜା କଥା ଗୀତା ଧରିଥିଲେ ଯୋଗ ଜ୍ଞାନ ଆଉ ଭକ୍ତି ଚିହ୍ନା ଜ୍ଞାନ ଯୋଗ ଭକ୍ତି ପୁଣି ସାଧନାର ବାଧେ ବ୍ରହ୍ମାତ୍ମ ଭଗବାନ ଶ୍ରୀ ଜଗନ୍ନାଥେ ରାମ ଜୟ ରାମ ଜୟ ଜୟ ରାମ ज्ञानी कौन ना ज्ञानी मान का निकट भगवान होते ब्रह्म ये ब्रह्म को चिंते से ब्रह्म ज्ञानी जोग योगी मान के जो बाबा बाबा हम कहते से बाबा मान का निकट होती जोग है ज्ञान जोग योगी मान कर जो बाबा हम कहते ज्ञान मान का पकड़ योगी हम पकड़े भक्ति भगवान भक्त का पाखे भक्ति मान যোগ জ্ঞান ভক্তি করি হ্যাঁ ভক্তଙ୍କ ପାଖରେ ଭକ୍ତି ବେଦ ଜ୍ଞାନୀଙ୍କ ପାଖରେ ବ୍ରହ୍ମ ଯୋଗୀମାନଙ୍କ ପାଖରେ ଯୋଗ ସେଇଭଳି ଭାବରେ ଆଜ୍ଞା ବାବା ବି ମଧ୍ୟ କରୁଥିଲେ। ଆଉ ତାପରେ ଆମର ଯେଉଁ ଶ୍ରାବଣ ମାସ କଥା 12 ମାସ ଭିତରେ ଅନ୍ୟ ମାସ ହେଲାନି ଶ୍ରାବଣ ମାସ କାହିଁକି ହେଲା ସୁନ୍ଦର କଥା ଦିନକର କଥା କପିଳାସ୍କନ୍ଧରେ ଭଗବାନ ଶଙ୍କର ବସିଛନ୍ତି ତାପରେ ଗଙ୍ଗା କହିଲାରେ ମୁଁ ତ ଶଙ୍କର ଭଗବାନଙ୍କ ମୁଣ୍ଡରେ ବଢ଼ିଛି ଧରିଛନ୍ତି ବଡ଼ କିଏ ଆମ ଭିତରେ ମୋଠୁ ବୋଧେ ବଡ଼ କେହି ନାହିଁ ପାର୍ବତୀରେ କ'ଣ ତୁ କହୁଛୁ ନା ତୁ ବଡ଼ ଆରେ ମୁଁ ହେଉଛି ବିବାହିତା ତୁ ରକ୍ଷିତା ରକ୍ଷିତା ହେବ ବଡ଼ ବିବାହିତା ହେବ ଛୋଟ ତୁ କେଉଁ ରକ୍ଷିତା ଆରେ କେତେ ପାର୍ବତୀ ଲାଗି ଶଙ୍କର ଭଗବାନ ଅଛନ୍ତି ତୁ ଗଙ୍ଗାଏ ତୁ ବି ଅଧିକା ସେ ମୋ ଅଧିକା ତୁ ତ ତୋ ଅଧିକା ମୁଁ କହିବି ଆଜ୍ଞା ଦୁଇ ଜଣ ଭିତରେ ଲାଗିଲା ଝଗଡ଼ା ଶଙ୍କର ଭଗବାନ ଅଛନ୍ତି ନିଶାରେ ପୁରା ଭାଙ୍ଗ ଆଉ ଗଞ୍ଜେଇ ନିଶା ଗଞ୍ଜେଇ ଆରେ ତୁ ଗଞ୍ଜେଇ ଖାଉଛନ୍ତି ଗଞ୍ଜେଇର ମାନେ କ'ଣ ଗରେ ଜ୍ଞାନ ଏ ଗଞ୍ଜେଇ ନୁହେଁ କାଇଲା ଗଞ୍ଜେଇ ନୁହେଁ ଜ୍ଞାନ ଅର୍ଜନ କରିବା ଜରେ ଜଞ୍ଜାଳ ମୁକ୍ତ ବାବା ବର୍ତ୍ତମାନ ଯେମିତି ଜଞ୍ଜାଳ ମୁକ୍ତ ହେଇକି ମନ୍ଦିର ମାର୍କେ ଅଛନ୍ତି ଜଞ୍ଜାଳ ମୁକ୍ତ ଜଟା ଜଞ୍ଜାଳ ମୁକ୍ତ ଜରେ ଜ୍ଞାନ ଅର୍ଜନ କରିବା ଇରେ ତେବେ ଯାଇ ଈଶ୍ୱର ପ୍ରାପ୍ତ ହବ ଜ୍ଞାନ ଅର୍ଜନ କଲେ ବୁଝିବି ବେକ ଜ୍ଞାନ ମରେ ମରଣ